ଜଣେ ନାରୀ ବା ନାବାଳିକା କେତେ ସୁରକ୍ଷିତ ତାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲାର ଯୋଡ଼ା ଅଞ୍ଚଳରେ। ନାବାଳିକା ଦୁଷ୍କର୍ମକାରୀ ଜିଲ୍ଲା କେନ୍ଦୁଝରରେ ପୁଣି ଆଉ ଜଣେ ନିରୀହ ନାବାଳିକା ଦୁଷ୍କର୍ମ ଘଟଣା ବର୍ତ୍ତମାନ ସାରା ରାଜ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଦର୍ଶକ ବନ୍ଧୁ, ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଏମ୍ଡି ଲାଡେନ ନାମକ ଯୁବକ ଗିରଫ। କେନ୍ଦୁଝର ଜିଲ୍ଲା ଯୋଡ଼ାର କୁମାରଯୋଡ଼ା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ଯୋଡ଼ା ପୋଲିସ ବିହାରର ସିୱାନ ଜିଲ୍ଲାର ଏମ୍ଡି ଲାଡେନ ବୟସ 27କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୋଗ ଅନୁଯାୟୀ ନାବାଳିକା ଜଣକ ଦୋକାନରେ ଏକାକୀ ଥିବା ସମୟରେ ଅଭିଯୁକ୍ତ ସୁଯୋଗ ନେଇ ଅସଦାଚରଣ କରିଥିବା କୁହାଯାଉଛି। ପରେ ପରିବାର ଲୋକଙ୍କୁ ଘଟଣା ବିଷୟରେ ଜଣାପଡ଼ିବା ପରେ ଯୋଡ଼ା ଥାନାରେ ଅଭିଯୋଗ ଦାଖଲ ହୋଇଥିଲା। ପୋଲିସ ପସ୍କୋ ଆଇନ ଅନୁଯାୟୀ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।